ବାଲେଶ୍ୱର ଜିଲ୍ଲା ବାହାନଗରରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କ ମୃତ୍ୟୁ ଘଟିବା ସହିତ 1000ରୁ ଅଧିକ ଯାତ୍ରୀ ଅକାଳରେ ମୃତ୍ୟୁବରଣ କରିଥିଲେ। ଏ ଭୟଙ୍କର ଦୁର୍ଘଟଣାକୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିଲା। ଇଣ୍ଟରଲକିଂ ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ସିବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାକୁ ଏବେ 5 ଦିନ ପୂରି ଯାଇଥିବା ଏବେ ବି ବହୁ ମର ଶରୀରକୁ ଚିହ୍ନଟ କରାଯାଇପାରି ନାହିଁ। ପଶ୍ଚିମବଙ୍ଗ, ତାମିଲନାଡୁ, ବିହାର ଆଦି ବିଭିନ୍ନ ରାଜ୍ୟରୁ ସମ୍ପର୍କୀୟମାନେ ମୃତକଙ୍କ ଶବ ଚିହ୍ନଟ ପାଇଁ ଓଡ଼ିଶାକୁ ଆସିଛନ୍ତି। ଏବେ ବି ବହୁ ମୃତକଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ବ୍ୟାକୁଳ ହୋଇ ଖୋଜୁଛନ୍ତି। ଏହି ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ 3ଟି ୱେବସାଇଟ୍ ମାଧ୍ୟମରେ ମୃତକଙ୍କ ଫଟୋ ଓ ତଥ୍ୟ ମଧ୍ୟ ଜାରି କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରାଳୟ, ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତାହତଙ୍କ ପାଇଁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି। ଏଥିସହିତ ବହୁ ଶିଳ୍ପପତି, କ୍ରୀଡ଼ାବିତ୍ ଏବଂ ସେଲିବ୍ରିଟିମାନେ ମଧ୍ୟ ପୀଡ଼ିତଙ୍କ ପରିବାର ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି। ତେବେ ଏହା ମଧ୍ୟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିଛି। ବଗି ଭିତରେ ଜଣେ କର୍ମଚାରୀ ସଫେଇ କରୁଥିବା ବେଳେ ନିକଟରେ କିଛି ଯାତ୍ରୀ ଶୋଇଥିବା ମଧ୍ୟ ଦେଖାଯାଉଛି। ତେବେ ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଉଛି। ଏହାପରେ ଯାତ୍ରୀଙ୍କର କରୁଣ ଚିତ୍କାର ମଧ୍ୟ ଶୁଭୁଛି। ଅଚାନକ କ'ଣ ଘଟିଗଲା କେହି ଜାଣିପାରୁନାହାନ୍ତି। ଏହି ଭିଡିଓର ସତ୍ୟତା ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ଏବେ ବହୁତ ଭାଇରାଲ ହେଉଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, MTC ନ୍ୟୁଜ୍।